ବର୍ଷ ମାତ୍ର ଦିନ ଦଣ୍ଡ କର୍ମ ଯିଏ ନର କର୍ମ ଏକା ତାର ଜୀବନର ମାନଦଣ୍ଡ। ଏ ଦୁନିଆ ଦୁଇଟି ନିଆଁ ଅର୍ଥାତ୍ ଜନ୍ମ ଓ ମୃତ୍ୟୁ। ଜନ୍ମ ମାତ୍ରକେ ମୃତ୍ୟୁ ସୁନିଶ୍ଚିତ। ତେଣୁକରି ଯିଏ ଯେଉଁ କର୍ମ କରିଥାଏ ସେ କର୍ମ ଅନୁସାରେ ସେ ଫଳ ପାଏ। ମଣିଷ ଖାଲି ଖାଦ୍ୟ ବସ୍ତ୍ର ବାସଗୃହ ହେଲେ ଜଣେ ମଣିଷ ମଣିଷ ପରି ହେଇପାରେ, ତାକୁ ମଧ୍ୟ ବିଭିନ୍ନ ପ୍ରକାର ଧର୍ମ କର୍ମ ଜ୍ଞାନ ଏବଂ ତାକୁ ସର୍ବୋପରି ସଙ୍ଗୀତ ପରି ରହିବାକୁ ପଡ଼ିବ। ସଙ୍ଗୀତ ଏହିପରି ଗୋଟିଏ ଜିନିଷ ଯେ କି ଭୋଗୀ ରୋଗୀ ଶିଶୁ ବୃଦ୍ଧ ସମସ୍ତଙ୍କୁ ଯାହା ଆରାମଦାୟକ ଦେଇଥାଏ। ଆଜି ଏହି ଛୋଟ ଗାଁ ହେଲେ ମଧ୍ୟ ସାନ ଚଢ଼ିଆପଡ଼ା ଗ୍ରାମବାସୀମାନଙ୍କୁ ମୁଁ ଧନ୍ୟବାଦ ଦେଉଛି, ଯେହେତୁ ଗୋଟେ ଏହିପରି ଗୋଟେ ସଂଗଠନ ଏହିପରି ଗୋଟେ ସାମାଜିକ ନାଟକର ଆୟୋଜନ କରିଛନ୍ତି। ଗତ ବର୍ଷ ମଧ୍ୟ ହୋଇଥିଲା। ଏହି ପରିପ୍ରେକ୍ଷୀରେ ମୁଁ ଆମର ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବ୍ଲକ ଚେୟାରମ୍ୟାନଙ୍କୁ ଫୁଲତୋଡ଼ା ଦେଇ ସମ୍ବୋଧିତ କରିବା ପାଇଁ ଅନୁରୋଧ କରୁଛୁ। ତତ୍ପରେ ନନ୍ଦିଆଗଡ଼ର ଶ୍ରୀଯୁକ୍ତ ନରେନ୍ଦ୍ର ସାହୁଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବୋଧନ କରନ୍ତୁ। ନାରାୟଣ ଦାସ ସାନଚୋଡ଼ିଆ ଗ୍ରାମରେ ବାସ କରୁଛନ୍ତି। ତତ୍ପରେ ଘୋଡ଼ା ପୋଲଣାର ଶ୍ରୀଯୁକ୍ତ ନାରାୟଣ ଦାସଙ୍କୁ ପୁଷ୍ପ ଦେଇ ସମ୍ବୋଧିତ କରନ୍ତୁ। ଜଣେ ଦଉନ ତମେ ରେଡ଼ି। ଇନ୍ଦ୍ରଜିତ ସ୍ୱାଇଁ ଗୋଲମୁଣ୍ଡଳା ସମାଜସେବୀ। ଏହି ଆମ ଗ୍ରାମ ନିକଟସ୍ଥ ଗୋଲାମୁଣ୍ଡଳା ଗ୍ରାମର ସମାଜସେବୀ ଶ୍ରୀଯୁକ୍ତ ଇନ୍ଦ୍ରଜିତ ସ୍ୱାଇଁଙ୍କୁ ପୁଷ୍ପଗୁଚ୍ଛ ଏବଂ ଦେଇ ସମ୍ବୋଧିତ କରନ୍ତୁ। ସୁନାପଲ୍ଲୀ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ରାଜେଶ ଦାସଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବୋଧିତ କରନ୍ତୁ। ବର୍ତ୍ତମାନ ଦୁଃଖିତ ଏହି ଗ୍ରାମର ଛୋଟ ଛୋଟ ପିଲାମାନଙ୍କୁ ଯାଇ ଯେଉଁ ନାମ ସଂକୀର୍ତ୍ତନ ଶିଖାଇଥିଲେ ସେହି ନାମ ସଂକୀର୍ତ୍ତନ ସାର୍ଙ୍କୁ ପୁଷ୍ପ ଦେଇ ସମ୍ବୋଧିତ କରନ୍ତୁ। ଅଭିମାନୁ ଗୌଡ଼ ମହୋଦୟଙ୍କୁ। ତତ୍ପରେ ନନ୍ଦିଆଗଡ଼ା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ମିଥୁନ ସାହୁଙ୍କୁ ପୁଷ୍ପ ଦେଇ ସମ୍ବୋଧିତ କରନ୍ତୁ। ଆଉ ତମେ ଆସୁନ ଏପଟେ ସେପଟେ ସେପଟେ ଜଣେ ରହୁନ, ତମେ ସେପଟେ ରହୁନ। କିଏ ତାଙ୍କ ନାଁ? ତାଙ୍କ ନାଁ କ'ଣ? ତାଙ୍କ ନାଁ କ'ଣ? ସୁବଲେଶ୍ୱରଙ୍କ ନାଁ କ'ଣ? ତାଙ୍କ ସରପଞ୍ଚ ନାଁ କ'ଣ? ନା ଖାଲି କହିଦେବ। ସୁବୁଳିଆ ଗ୍ରାମ ପଞ୍ଚାୟତର ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ରାଜେନ୍ଦ୍ର ପ୍ରଧାନଙ୍କୁ ପୁଷ୍ପ ଦେଇ ସମ୍ବୋଧିତ କରନ୍ତୁ। ତତ୍ପରେ ପାଇକ ଯମୁନା ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଶ୍ରୀଯୁକ୍ତ ଟୁନା ବିଷୟଙ୍କୁ ପୁଷ୍ପ ଦେଇ ସମ୍ବୋଧିତ କରାଯାଉ। ଧୀରଜ ବାବୁ ବରିଡ଼ା ସରପଞ୍ଚ ଶ୍ରୀଯୁକ୍ତ ଧୀରଜ ବାଇଙ୍କୁ ପୁଷ୍ପ ଦେଇ ସମ୍ବୋଧିତ କରନ୍ତୁ। ସମିତି ସଭ୍ୟ
ବୋଲେଶ୍ୱର ଶନିଶ୍ୱର ସନ୍ତୋଷ ସେଠୀ। ବୋଲସର ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ସନ୍ତୋଷ ସେଠୀ ମହୋଦୟଙ୍କୁ ପୁଷ୍ପଜେ ସମ୍ବୋଧିତ କର। ହଁ ସମୀଶ ସନ୍ତୋଷ ଆଇନା ସନ୍ତୋଷ ଆଇ ଆଇଛନ୍ତି ପରା ସରପଞ୍ଚ ନା ସନ୍ତୋଷ ଆଇ କୁଆଡ଼େ ଆଜ୍ଞା କ'ଣ ଇଏ କ'ଣ ସମୀଶ ସେ ତାଙ୍କ ସରପଞ୍ଚ ତାଙ୍କ ନାଁଟା ପଚାର କହୁନାହାନ୍ତି ପରା କ'ଣ ନାହାନ୍ତି କହୁନାହାନ୍ତି ଦିଅ କ'ଣ ସୀମାଞ୍ଚଳ ସମୀର ସଭ୍ୟ ପ୍ରତିନିଧି ସରପଞ୍ଚ ପ୍ରତିନିଧି ସରପଞ୍ଚ ପଛରେ ସୀମାଞ୍ଚଳ ଭାଇଙ୍କୁ ସମ୍ବୋଧିତ କରନ୍ତୁ। ବୋଲେଶ୍ୱର ସମୀର ସନ୍ତୋଷ ଏଇଟା ବୋଲସର ସମୀ ସଭ୍ୟ ଶ୍ରୀଯୁକ୍ତ ସନ୍ତୋଷ ଭାଇଙ୍କୁ ସମ୍ବୋଧିତ କରନ୍ତୁ। ବସିଲେ ସେ ପୁରା ଚଳିବ। ଆଉ କିଏ ଅଛନ୍ତି ଦେଖ ବୋଲେଶ୍ୱର ମଣ୍ଡଳ ସଭାପତି ଏ ବାଲିଆସରା ମଣ୍ଡଳ ସଭାପତି କିଏ? ଅଶୋକ ଦଳେ ବାଲିଆସରା ମଣ୍ଡଳ ସଭାପତି ଶ୍ରୀଯୁକ୍ତ ଅଶୋକ ଦଳାଇଙ୍କୁ ପୁଷ୍ପଜେ ସମ୍ବୋଧିତ କରନ୍ତୁ। କ'ଣ ଏତେ ଦର୍ଶକ ଅଛନ୍ତି ତାଳି ଟିକେ ନାହିଁ କିଛି ନାହିଁ ଖାଲି ନାଟକ ଦେଖିବେ ହଁ ଆଉ ସମସ୍ତଙ୍କୁ ସମ୍ବର୍ଦ୍ଧନା କରିଦିଅ ପୁରା ଆଉ ସମସ୍ତେ ଷ୍ଟେଜ୍ ଜିଲ୍ଲା ଅତିଥି ବୃନ୍ଦକୁ ସମସ୍ତେ ସମ୍ବର୍ଦ୍ଧନା କରିଦିଅ ସମସ୍ତେ ଅତିଥି ଥିବା ଷ୍ଟେଜ୍ରେ ସମସ୍ତେ ସମ୍ବର୍ଦ୍ଧନା କରିଦିଅ ଆଉ ନା ଷ୍ଟେଜରେ ଉପବେଶନ କରିଥିବା ସମସ୍ତ ଅତିଥିମାନଙ୍କୁ ସମ୍ବୋଧିତ କରନ୍ତୁ। ଆଗରେ ନାଟ ମ୍ୟାନେଜର ଆମର କିଏ କହନ୍ତି ନାଟକର ମ୍ୟାନେଜର ନାଟକ ମାଷ୍ଟରକୁ ନାଟ ମାଷ୍ଟରଟା ଓକିଲ ନାଟ ନାକ ରବୀନ୍ଦ୍ରନାଥ ଗୌଡ଼ ଯାହାଙ୍କ ପ୍ରେରଣା ଏବଂ ଅହୋରାତ୍ର ପ୍ରଚେଷ୍ଟାରେ ଏହି ନାଟକ କାର୍ଯ୍ୟ ସଫଳ କରିବାକୁ ଯାଉଛି ସେହି ନାଟକର ନିର୍ଦ୍ଦେଶକ ରବୀନ୍ଦ୍ର ଭାଇଙ୍କୁ ଅନୁରୋଧ କରାହେଉଛି ସେ ଆସିବେ ମଞ୍ଚକୁ। ଏହି ଗ୍ରାମର ଓକିଲ କରୁଣାକର ଜେନାଙ୍କୁ ଅନୁରୋଧ କରାହେଉଛି ଦିଅ ସମ୍ବୋଧିତ। ଅର୍ଥାତ୍ ଉତ୍କୃଷ୍ଟ କଳାର ଦେଶ ହୋଇଥିବାରୁ ହେଉଛି ଉତ୍କଳ, ଯେଉଁଠାରେ ଲୋକକଳା ଠାରୁ ଆରମ୍ଭ କରି ପାରମ୍ପରିକ ନୃତ୍ୟ ଏପରି ଏହି କଳା ଲାଗି ଆମର ଗଞ୍ଜାମ ବିଖ୍ୟାତ। ପ୍ରଥମତଃ ଆମେ ଦେଖିବା ଦାସକାଠିଆ, ପାଲା, ମହାଭାରତ, ଭକ୍ତ ପ୍ରହ୍ଲାଦ, ଦଣ୍ଡନୃତ୍ୟ, ମଙ୍ଗଳା କୋଠି ଏବଂ ପାଇକ ନାଟ ଏବଂ ସମ୍ଭବ ନୃତ୍ୟ। ତେଣୁକରି ଏହି ଓଡ଼ିଶାର ଆଗ ଥିଲା କଳାର ଦେଶ ସହିତ ଉତ୍କଳ, ବୀର ହୋଇଥିବାରୁ ଏହାର ନାଁ ଥିଲା କଳିଙ୍ଗ। କଳା କୋବିଦ ଦେଶ ହୋଇଥିବାରୁ ଇଏ ଥିଲା କୋଶଳ। ଏହିପରି ବିଭିନ୍ନ ଭାବରେ ଆମର ଏହି ଓଡ଼ିଶା ପରିଚିତ। ବିଶ୍ୱ ଦରବାରରେ ଆମର ଓଡ଼ିଶୀ ଆଜି ଶ୍ରେଷ୍ଠ ମାନ୍ୟତା ଲାଭ କରିଛି। ଆଉ ପ୍ରତ୍ୟେକ ଗ୍ରାମମାନଙ୍କରେ ମଧ୍ୟ ଏହି ପ୍ରତିଭାଧାରୀମାନେ ଅଛନ୍ତି। ସରକାର ତରଫରୁ ମଧ୍ୟ ସୁରଭି କାର୍ଯ୍ୟକ୍ରମ କରାଯାଉଛି ସେହି କୁନି କୁନି ପ୍ରତିଭାଧାରୀମାନଙ୍କୁ ଚିହ୍ନଟ କରିବା ପାଇଁ। ଆଜି ଏହି ଗ୍ରାମର ମଧ୍ୟ ସମସ୍ତ କଳାକାରମାନଙ୍କୁ ନେଇକି ଯେଉଁ ନାଟକ ପ୍ରଦର୍ଶିତ ହେଉଛି ତାହା ବହୁ କମ୍ ସମୟରେ ପ୍ରଦର୍ଶିତ ହୋଇଛି। ତେଣୁକରି ସେହି ନାଟକର ଆଭିମୁଖ୍ୟ
ଉପରେ ଆମର ଏହି ଗ୍ରାମର ଆଇନ ବରିଷ୍ଠ ଆଇନଜୀବୀ କରୁଣାକର ଭାଇ ଉଦ୍ବୋଧନ ଦେବା ପାଇଁ ଅନୁରୋଧ କରୁଛୁ। ଆଜି ହେଉଛି ବଡ଼ ଖୁସିର ଦିନ, ଯାହାକି ଆମେ ବହୁତ ପୁରାତନ ବର୍ଷ ଧରି ପାଳନ କରି ଆସୁଛେ। ସେଇ ମା ଠାକୁରାଣୀଙ୍କ ଯାତ୍ରା ଉପଲକ୍ଷେ ସମସ୍ତେ ଆଜି ଏକାଠି ହେଇଛନ୍ତି। ବର୍ତ୍ତମାନ ଆମେ ଆମର ନାଟକର ଡାଇରେକ୍ଟର ସାର୍ଙ୍କୁ ମୁଁ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧନା କରିବା ପାଇଁ ଅନୁରୋଧ କରୁଛି। ମା ଠାକୁରାଣୀଙ୍କ ଯାତ୍ରା ଆମର ଛୋଟ ଗାଁ ହେଲେ ମଧ୍ୟ ପ୍ରତ୍ୟେକ ବର୍ଷ ପାଳନ କରାଯାଉଛି। କିନ୍ତୁ ଛୋଟ ଗାଁ ହେଲେ ମଧ୍ୟ ଆଗରୁ ମଧ୍ୟ ବହୁତ ଗୁଡ଼ାଏ ନାଟକ ପରିବେଷଣ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଏ 2 ବର୍ଷ ହେଲା ସାମାଜିକ ନାଟକ ସେଇ ମାଙ୍କ କୃପାରୁ ପାଳନ କରି ଆସୁଛୁ। ସେଇ ମାଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ। ଆଜି କାର ମୁଖ୍ୟ ଅତିଥି ଆମର ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର ଖଟେଇ, ସେ ତାଙ୍କର ଅମୂଲ୍ୟ ସମୟ ଦେଇଥିବାରୁ ତାଙ୍କୁ ମୋ ତରଫରୁ ଏବଂ ଆମର ସାନ ଚଢ଼ିଆପଡ଼ା ଗ୍ରାମବାସୀ ତରଫରୁ ଅନେକ ଅନେକ ଧନ୍ୟବାଦ ଅର୍ପଣ କରୁଛି। ତତ୍ସଙ୍ଗେ ସଙ୍ଗେ ଆମର ବ୍ଲକର ସମସ୍ତ ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟମାନଙ୍କୁ ମଧ୍ୟ ଅଭିନନ୍ଦନ ଜ୍ଞାପନ କରୁଛି। ଆମର ସଂକୀର୍ତ୍ତନ ମାଷ୍ଟର जो कि अभिमन्यु महाकुड़ से आज को अक्लांत परिश्रम करे से छोट छोट कुनी भाई मानू नहीं गोटे हरिनाम संकीर्तन संगठन करजंती से संगठन रे जुगे जुगे मध्य एई सान चढ़ियापड़ा ग्राम रे ता सबुदिन बजाई रहिबो किंतु आगुरु आम ग्राम रे सेमिति किछि ताल परिवेषण करिवार केही न मध्य व्यक्तित्व नथिले किंतु से सार को मध्य मु अशेष अशेष धन्यवाद दूची आउ जे जो कि संकीर्तन रे जो आम ग्रामर भाई माने सहयोग करथिले एवं सेमानंकर अक्लांत परिश्रम रे आज ताहा प्रत्येक ग्राम एवं सहर रे परिगणित हो सारी एवं विभिन्न ग्रामर मध्य आमर छोट भाई मानू नहीं इनवाइट मध्य करा जाउछि। वर्तमान आमर जो कि डायरेक्टर महाशय बहुत स्वल्प समय मध्य आमर कलाकार मानक नहीं यही परिवेषण करछन्ति। गत वर्ष से कलाकार भाई मानकर बहुत भल होइथिला एवं ए वर्ष मध्य मो मां पाखरे से ठाकुराणी मां पाखरे प्रार्थना करुचे से कलाकार भाई मानकर मां कृपारो निश्चित भाव में भल हम
ଏବଂ এই ଯେଉଁ କଳାକାର ଭାଇମାନଙ୍କୁ ଉତ୍ସାହିତ କରିବା ପାଇଁ ଶମ୍ଭୁ ପ୍ରସାଦ ଜେନା ଯେଉଁକି ତାଙ୍କ ଇଚ୍ଛା ଏବଂ ଆଗ୍ରହ ଥାଇ ଏତେ ବଡ଼ ଆଜି ଆୟୋଜନ କରିଛନ୍ତି ତାଙ୍କୁ ମଧ୍ୟ ଏବଂ ମୋର କଳାକାର ଭାଇମାନଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି। କିନ୍ତୁ ଆଜିର ପ୍ରୋଗ୍ରାମ ଥିଲା ଆମର ଏମ୍ଏଲ୍ ବାବୁଙ୍କ କୌଣସି କାରଣବଶତଃ ସେ ଆଜି ଆମ ଗଣରେ ଉପସ୍ଥିତ ହୋଇପାରିଲେ ନାହିଁ। ତେଣୁ ଆମେ ତେଣୁକରି ବିଳମ୍ବ ଆମର ଏ କାର୍ଯ୍ୟଟି ହେଲା ଏବଂ ମୁଁ କଳାକାର ଭାଇମାନଙ୍କୁ କହୁଛି ଯେ ଯଦି ସେମାନେ ନିଜେ ନିଜର କଳାକାର ବା ନିଜେ ନିଜର କାର୍ଯ୍ୟକ୍ରମ ଠିକ୍ ଭାବରେ କରିବେ ତାହେଲେ ଆଜିର କଳାକାର ଭବିଷ୍ୟତରେ ସେ ଗୋଟେ ଫିଲ୍ମ ଷ୍ଟାର ହେଇପାରିବ। ତେଣୁ କଳା ଏମିତି ଜିନିଷ ସେ କେତେ ପ୍ରଦର୍ଶନ କଲେ ହେଲେ ବି ବା କେତେ କହିଲେ ହେଲେ ବି ତାର ଅତ୍ୟୁକ୍ତି ହେବ ନାହିଁ। ତେଣୁ ସମୟ ବହୁତ ବିଳମ୍ବ ହୋଇଯାଉଛି। ବହୁତ ଭାଇମାନେ ବ୍ୟସ୍ତ ହେଲେନି, ନାଟକ ପରିବେଷଣ କରିବା ବିଳମ୍ବ ହେଉଛି। ତେଣୁ ମୁଁ ଅଧିକ କିଛି କହିବାକୁ ଚାହୁଁନି, ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଏବଂ ଆମର ଯେଉଁକି କଳାକାର ଭାଇମାନଙ୍କୁ ସହଯୋଗ କରିଥିବାରୁ ବା ଉତ୍ସାହିତ କରିଥିବାରୁ ଶମ୍ଭୁ ପ୍ରସାଦ ଜେନାଙ୍କୁ ମୁଁ ସମ୍ବୋଧିତ କରିବା ପାଇଁ ଆହ୍ୱାନ କରୁଛି। ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଧନ୍ୟବାଦ କରୁଣାକର ଭାଇ। ଆପଣ ଏ ଯେଉଁ ନାଟକର ଉଦ୍ଦେଶ୍ୟ, ନାଟକ କିପରି ସଫଳ ହେବାକୁ ଯାଉଛି ତାହା ବିଷୟରେ ଆପଣ ସବିଶେଷ ତଥ୍ୟ ଦେଇଥିବାରୁ ପୁନର୍ବାର ଧନ୍ୟବାଦ ଅର୍ପଣ କରୁଛୁ। ତତ୍ପରେ ଏହି ନାଟକର ନିର୍ଦ୍ଦେଶକ ମହାଶୟଙ୍କୁ ଅନୁରୋଧ କରାହେଉଛି ସେ କିଛି ବକ୍ତବ୍ୟ ପ୍ରଦାନ କରିବେ। আজি ଯାହାପାଇଁ ଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ସେହି ମା ବୁଢ଼ୀ ଠାକୁରାଣୀଙ୍କ ପାଦ ତଳେ କୋଟି ପ୍ରଣାମ। ମଞ୍ଚରେ ଉପସ୍ଥିତ ଥିବା ମଞ୍ଚ ଉଦ୍ଘାଟକ, ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥିମାନେ ଏବଂ ମଞ୍ଚ ବାହାରେ ଥିବା ସମସ୍ତ ଦର୍ଶକ ଦର୍ଶିକା ମା ମାଉସୀମାନଙ୍କୁ, ଭାଇ ଓ ଭଉଣୀମାନଙ୍କୁ ମୋର ଆନ୍ତରିକ ନମସ୍କାର। ଦର୍ଶକ ବନ୍ଧୁ, ଆମେ ନାଟକ କରୁଛେ। ନାଟକ ତ ଖାଲିରେ ହୁଏନି। ନାଟକ ପାଇଁ ବହୁ ପରିଶ୍ରମ କରିବାକୁ ପଡ଼େ, ବହୁ ପଇସା ଖର୍ଚ୍ଚ କରିବାକୁ ପଡ଼େ। ତ ପଇସା ଖର୍ଚ୍ଚ କରିବା, ପରିଶ୍ରମ କରିବା, ନାଟକ କାହିଁ କରିବା? ନା, ନାଟକ କରିବାର ଉଦ୍ଦେଶ୍ୟ ଅଛି। ଯଦି 1947 ମସିହାରେ ଭାରତ ସ୍ୱାଧୀନ ହେଇଥାଏ ତାହେଲେ ସ୍ୱାଧୀନ ହେବା ପାଇଁ କଳାର କିଛି ମହତ୍ଵ ଭୂମିକା ଥିଲା। ଗୋଟାଏ କଥା କବିତାଟିଏ, କେହି ରହି ନାହିଁ ରହିବେ ନାହିଁଟି ଏ ଭବ ରଙ୍ଗ ଭୂମି ତଳେ, ସର୍ବ ନିଜ ନିଜ ଅଭିନୟ ସାରି ବାହୁଡ଼ିବା କାଳ ବଳେ। ତେଣୁ ଏ ଦୁନିଆରେ ସବୁ ମିଛ ଗୋଟାଏ ଜିନିଷ ହେଉଛି ସତ, ଗୋଟାଏ ଜିନିଷ ହେଉଛି ମୃତ୍ୟୁ। ଜନ୍ମ ହେଲେ ଯେ ମୃତ୍ୟୁ ହେବାକୁ ପଡ଼ିବ ଏଟା ଅନିବାର୍ଯ୍ୟ, ଏଟା ଧ୍ରୁବ ସତ୍ୟ। ତ ଜନ୍ମରୁ ମୃତ୍ୟୁ ଦୁନିଆ ଦିଟା ନିଆଁ। ଜନ୍ମ ପରେ ଏନ୍ତୁଡ଼ିର ନିଆଁ, ମରିଗଲା ପରେ ଜୁଇର ନିଆଁ। ଏନ୍ତୁଡ଼ିର ନିଆଁ ଠାରୁ ଜୁଇର ନିଆଁ ପର୍ଯ୍ୟନ୍ତ ଏ ଯେଉଁ ପ୍ରଭେଦଟା ଅଛି, ଏ ଯେଉଁ ଡିଷ୍ଟାନ୍ସଟା ଅଛି, ତାକୁ କୁହାହେଉଛି ଜୀବନ। ଏ ଜୀବନରେ ଆମେ କେତେ ଭଲ କାମ କରୁଛେ, କେତେ ଖରାପ କାମ କରୁଛେ, ଭଗବାନ ଉପରେ ଥାଇକି ତାଙ୍କ ଖାତାରେ ଲେଖି ଚାଲିଛନ୍ତି।
যদি আমি ভাল কাম করছন্তি তাহলে পুরস্কার আমার অছি সেটি স্বর্গপুর। যদি আমি খারাপ কাম করছন্তি আমার পুরস্কার হব নরকপুর। তেণু দর্শক বন্ধু আমি এটি নাটক করছু আপন মানুষ কিছু শিক্ষা দেওয়া পাই। নাটকরে তো ভাল আসিব, মন্দ আসিব, হস আসিব, খুশি আসিব, তথাপি মন্দ গুড়াକୁ পরিত্যাগ করি ভাল গুড়াକୁ গ্রহণ কলে ভগবান আমার সে যে খাতাটা দিয়ে সে খাতার শেষ পেজরে লেখি দিয়ে ইয়ার পুরস্কার হচ্ছে স্বর্গপুর। তেণু স্বর্গপুরକୁ পরিত্যাগ করি আপন মানে যদি নরকକୁ যাওয়া চাহুଛନ୍ତି অমূল্য জীবন মনীষ জীবন ব্যর্থ হয়ে যাব ভাই। তেণু মো নাটক মাধ্যমে মু আপন মানুষ কিছু শিক্ষা দেবি, যে শিক্ষাটা কি আপন মানে গ্রহণ করবে বলি মু আপন মানুষ অনুরোধ করিবি। নাটকটা মাত্র 15 দিନରେ পূর্ব প্রস্তুতি হয়েছি। এ নাটকর পরিচালনা দায়িত্ব নেইଛନ୍ତି ମୋ ପାଖରେ ବସିଥିବା ଶମ୍ଭୁ ଭାଇ, ରଞ୍ଜନ ବାବୁ ଆଉ ସମସ୍ତ କଳାକାର ବହୁ ପରିମାଣରେ କଷ୍ଟ କରି ପରିଶ୍ରମ କରି ଆପଣମାନଙ୍କ ଆଗରେ ଆଜି ସେ ନାଟକକୁ ପରିବେଷଣ କରିବାକୁ ସେମାନେ ପ୍ରତିବଦ୍ଧ ହୋଇଛନ୍ତି। ଆପଣମାନଙ୍କୁ ଶିକ୍ଷା ଦେବା ସହିତ ଭରପୁର ମନୋରଞ୍ଜନ ଦେବେ। ତେଣୁ ଦର୍ଶକ ବନ୍ଧୁ ନାଟକ ପ୍ରାରମ୍ଭରୁ ଶେଷ ଯାଏଁ ଆପଣମାନେ ଶାନ୍ତି ଶୃଙ୍ଖଳା ରକ୍ଷା କରି ନାଟକକୁ ଉପଭୋଗ କରିବେ ବୋଲି ମୋର ଅନୁରୋଧ। ଦର୍ଶକ ବନ୍ଧୁ ମୋର ବକ୍ତବ୍ୟ ମୁଁ ଏତିକି କହି ମୋ ବକ୍ତବ୍ୟ ଶେଷ କରୁଛି। ଧନ୍ୟବାଦ। ଜୟ ହିନ୍ଦ, ଜୟ କଳା। ଧନ୍ୟବାଦ ନିର୍ଦ୍ଦେଶକ ଆଜ୍ଞା। ଯେହେତୁ ଆମର ଗୋଟେ +3ରେ ଥିଲା ଅଲ୍ ଦ ୱାର୍ଲ୍ଡ ଷ୍ଟେଜ୍, ତାର କବି ହେଉଛନ୍ତି ସେକ୍ସପିୟର, ଯିଏ ହେଉଛନ୍ତି ୱାର୍ଲ୍ଡର ଗୋଟେ ନମ୍ବର 1 କବି। ଆମର ଭାରତରେ ମଧ୍ୟ କାଳିଦାସଙ୍କୁ ସେକ୍ସପିୟର ସହିତ ସମକକ୍ଷ କରାଯାଇଛି। ସେ କ'ଣ ତାଙ୍କ ମତରେ ହେଉଛି ଦୁନିଆ ହେଉଛି ଗୋଟେ ରଙ୍ଗମଞ୍ଚ। ଯେମିତି ରଙ୍ଗମଞ୍ଚରେ ଗୋଟେ ନାଟକ ଯିଏ ରୋଲ୍ ନେଇଥାଏ ଅଭିନେତା ଆସେ, ତାର ଅଭିନୟ ସରିଗଲେ ସେ ଫେରିଯାଏ। ସେହିପରି ଆମେ ମଧ୍ୟ ଏଇଟା ପିଲେ ପୃଥିବୀକୁ ଆମେ ଆସିଛେ ପୃଥିବୀକୁ, ଆମର ମଧ୍ୟ ଯେତେବେଳେ ଆମର ଭୂମିକା ସରିଯିବ ଆମେ ମଧ୍ୟ ଫେରିଯିବା। ଧନ୍ୟବାଦ। ତତ୍ପରେ ଆମର ଏଇ ଗ୍ରାମର ସମାଜସେବୀ ସୁଦାମ ପଣ୍ଡା ଭାଇକି ମୁଁ କହୁଛି ସେ କିଛି ଉଦ୍ବୋଧନ ଦେବେ। ଅତି ସଂକ୍ଷେପରେ ସମସ୍ତେ ବ୍ୟାକୁଳ ହେଉଛନ୍ତି ନାଟକ ଦେଖିବା ପାଇଁ। ହ୍ୟାଲୋ ସର୍ବପ୍ରଥମେ ମା ବୁଢ଼ୀ ଠାକୁରଙ୍କୁ ମୋର ଶତ ଶତ ପ୍ରଣାମ। ତାପରେ ସମ୍ମାନୀୟ ଅତିଥିମାନଙ୍କୁ ବିଶେଷ ବିଶେଷ ସମ୍ମାନ। ଆଜି ସାନତଳିଆପଡ଼ା ଗ୍ରାମରେ ଯେଉଁ କଳା ପ୍ରଦର୍ଶନ କରିବାକୁ ଯାଉଛି ସାମାଜିକ ନାଟକ, ଆମର କଳାକାରମାନଙ୍କୁ ନେଇକରି ପ୍ରଦର୍ଶନ କରାଯାଉଛି। ବହୁତ ଉତ୍ସାହିତ ଖୁସିର କଥା। ମୋର ମନେ ଅଛି ଦୀର୍ଘ 25 ବର୍ଷ ତଳେ ଗୋଟିଏ ତ୍ରିଲୋଚନ ଜେନାଙ୍କ ନିର୍ଦ୍ଦେଶରେ ଗୋଟେ ନାଟକ ପରିବେଷଣ କରିଥିଲୁ। ପାଗିଳି ଆସିଛି ଆମ ଗାଁକୁ। ସେ ନାଟକରେ ପରିଶ୍ରମ କରିବା ପରେ ଆମର ସାମାଜିକ ପ୍ଲଟ୍ଟି ବନ୍ଦ ହୋଇଯାଇଥିଲା। ତାପରେ ମଝିରେ 2ଟି ସାମାଜିକ ପ୍ଲଟ୍ ଆମେ ପରିବେଷଣ କରିଥିଲୁ। ସେ ମଧ୍ୟ ମୁଁ ମଧ୍ୟ ରୋଲ୍ କରିଥିଲି। ଆଉ 2007 ମସିହାରୁ ଏଠି ଆଜି 2025 ମସିହା ମଧ୍ୟରେ ଗତ ବର୍ଷ ଗୋଟେ ଆମର ସାମାଜିକ ନାଟକ ପରିବେଷଣ କରାଯାଇଥିଲା। ବର୍ତ୍ତମାନ ଏ ବର୍ଷ ଗୋଟେ ସାମାଜିକ ନାଟକ ପରିବେଷଣ କରାହେଉଛି। ଆଉ ଆମର ନିର୍ଦ୍ଦେଶନ ଦେଇଛନ୍ତି ରବୀନ୍ଦ୍ରନାଥ ଗୌଡ଼, ବହୁତ ଭଲ ଡାଇରେକ୍ଟର। ଆଉ କଳାକାରମାନଙ୍କୁ ନେଇକରି ଯେଉଁ ସମ୍ମାନିତ ନାଟକଟି କରାଯାଇଛି ସେଥିରେ ବହୁତ ଉତ୍ସାହିତ ଖୁସି ଟିକେ ସମ୍ମାନ କରିକରି ଆମେ ଆମର ବକ୍ତବ୍ୟ ଶେଷ କରୁ। ଧନ୍ୟବାଦ ସୁଦାମ ପଣ୍ଡା ଭାଇ। ତତ୍ପରେ ଆମର ଏଠି ଆଉ ଜଣେ ନିମନ୍ତ୍ରିତ ହୋଇଛନ୍ତି ଆଇନଜୀବୀ ପଟ୍ଟନାୟକ ଭାଇକୁ ମୁଁ କିଛି କହିବି, ଅତି ସଂକ୍ଷେପରେ କହିବେ ଟିକେ, ଅତି ସଂକ୍ଷେପରେ। ଧନ୍ୟବାଦ। ଶରଣାଗତ ଦିନାର୍ଥ ପରିତ୍ରାଣ ପରାୟଣୀ ସର୍ବସ୍ୱାର୍ଥ ହରେ ଦେବୀ ନାରାୟଣୀ ନମସ୍ତୁତେ। ସେହି ମାଆଙ୍କ ଉଦ୍ଦେଶ୍ୟରେ ଏହି ଆଜିର ସମାବେଶ ମୋର ବନ୍ଧୁ କରୁଣାକର ଜେନା ମୋତେ ନିମନ୍ତ୍ରିତ କରିଥିଲେ ଯେ ଆମ ଗାଁରେ ଏମିତି ଗୋଟେ 2 ବର୍ଷ ହେଲା ଏମିତି ଗୋଟେ ଫଙ୍କସନ୍ ହେଉଛି, ଟିକେ ଆସ ଆଜି ବୁଲିକିରି ଦେଖିବ। ମୁଁ
ଅତି ଖୁସି ଯେ ସାନ ଚଢ଼ିଆପଡ଼ା ଗ୍ରାମରେ ଏମିତି କଳାକାର ଅଛନ୍ତି। ତ ଛୋଟରୁ ବଡ଼ ହେବାର ଯେଉଁ ସ୍ୱପ୍ନ ଏଇଠି ହିଁ ଅଛି ଆମର। ପଲ୍ଲୀରୁ ହିଁ ବଡ଼ ବଡ଼ କଳାକାର ଯାଇଛନ୍ତି। ତେଣୁ ଏହି କଳା ସବୁବେଳେ ଏପରି ଉଜ୍ଜୀବିତ ହୋଇ ରହୁ। ଆଜିର ଏହି କାର୍ଯ୍ୟକ୍ରମରେ ଆମର ଏଠି ପୁରା ବ୍ଲକ ଉପସ୍ଥିତ ଅଛନ୍ତି। ବ୍ଲକର ଚେୟାରମ୍ୟାନ୍ ଅଛନ୍ତି, ବ୍ଲକର ଚେୟାରମ୍ୟାନ୍, ସମିତି ସଭ୍ୟ, ସରପଞ୍ଚ ସମସ୍ତେ ଉପସ୍ଥିତ ଅଛନ୍ତି। ପୁରା ବ୍ଲକ ଏଠି ଉପସ୍ଥିତ ଅଛି। ବ୍ଲକ ଆଜି ଦେଖୁଛି ଚଢ଼ିଆପଡ଼ା ଗ୍ରାମର କଳାକୃତି କେଉଁ ପ୍ରକାର ଉତ୍କର୍ଷ ଏବଂ ମହନୀୟ ହୋଇପାରୁଛି। ଧନ୍ୟବାଦ। ଧନ୍ୟବାଦ ପଟ୍ଟନାୟକ ବାବୁ। ଆମର ମୁଖ୍ୟ ଆକର୍ଷକ ତଥା ଆଜିର ଏହି ଉଦ୍ଘାଟନ ସମାରୋହର ମୁଖ୍ୟ ଅତିଥି ଆମର ଏହି କବିଶନ ବ୍ଲକର ଅଧ୍ୟକ୍ଷ ମହୋଦୟଙ୍କୁ ଅନୁରୋଧ କରାହେଉଛି ସେ କିଛି ଉଦ୍ବୋଧନ ଦେବେ। ଧନ୍ୟବାଦ ଭାଇ। ସର୍ବପ୍ରଥମେ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କୁ ମୋର କୋଟି କୋଟି ପ୍ରଣାମ। ଆଜି ଯାହାଙ୍କ ପାଇଁ ଏ ଚଢ଼ିଆପଡ଼ା ଗ୍ରାମରେ ଆଜି ଏ ନାଟକ ପରିବେଷଣ ହେଉଛି, ମା ବୁଢ଼ୀ ଠାକୁରାଣୀଙ୍କୁ ମୋର କୋଟି କୋଟି ପ୍ରଣାମ। ତତ୍ ସଙ୍ଗେ ସଙ୍ଗେ ଏ ମଞ୍ଚରେ ଉପସ୍ଥିତ ଥିବା କବି ସୂର୍ଯ୍ୟନଗର ବ୍ଲକର ସମସ୍ତ ସରପଞ୍ଚ ସମିତି, ମୋର ବଡ଼ ଭାଇମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଏବଂ ମୋ ପାଖରେ ବସିଥିବା ଆମ ସମସ୍ତଙ୍କର ବଡ଼ ଭାଇ ନରି ଭାଇଙ୍କୁ ମୋର ନମସ୍କାର, ଇନ୍ଦ୍ର ଭାଇ ଏବଂ ଏ ସାନ ଚଢ଼ିଆପଡ଼ା ଗ୍ରାମର ସମସ୍ତ ମା ବାପା ଭାଇ ଭଉଣୀ ସମସ୍ତଙ୍କୁ ମୋର ନମସ୍କାର। ଏ ମଞ୍ଚରେ ବସିଥିବା ସମସ୍ତ ଗୁରୁଜନ ଭାଇମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ଆଜି ଯେଉଁ ନାଟକ ପରିବେଷଣ କରିବାକୁ ଯାଉଛନ୍ତି ସେ ନାଟକର ଶିକ୍ଷକ ମହୋଦୟଙ୍କୁ ମଧ୍ୟ ମୋର ହାର୍ଦ୍ଦିକ ଅଭିନନ୍ଦନ। ବନ୍ଧୁଗଣ, ମୁଁ ସର୍ବପ୍ରଥମେ ସାନ ଚଢ଼ିଆପଡ଼ା ଗ୍ରାମର ସମସ୍ତ ବନ୍ଧୁମାନଙ୍କୁ କ୍ଷମା ପ୍ରାର୍ଥନା କରୁଛି, ଯେହେତୁ ମୁଁ ଆସିବାର ଟିକେ ବିଳମ୍ବ ହୋଇଯାଇଛି, ସେଇଥିପାଇଁ ମୁଁ ସମସ୍ତଙ୍କୁ ପ୍ରଥମେ କ୍ଷମା ପ୍ରାର୍ଥନା କରୁଛି। ଆଜି କିଛି ଭାଇମାନେ କହୁଥିଲେ ଏଇଠି ଉପସ୍ଥିତ ଅଛନ୍ତି ଆମର ଆଇନଜୀବୀ ମୋର ବଡ଼ ଭାଇ 2 ଜଣ। ଆଜି ଯେଉଁ ମଞ୍ଚରେ ଆସି ଆମେ ଆପଣଙ୍କ ଗ୍ରାମକୁ ଆସିଛୁ ଭାଷଣ ମାରିବା ପାଇଁ ନୁହଁ, ଯେଉଁ ନାଟକ ଆଜି ପରିବେଷଣ ହେବ, ଭାଇମାନେ କହୁଥିଲେ ଏଇଟା ସାନ ଚଢ଼ିଆପଡ଼ା, କିନ୍ତୁ ମୁଁ ତ ଭାବୁନି ଏଇଟା ସାନ ଚଢ଼ିଆପଡ଼ା, ଯେହେତୁ ଏଇଠି ଏତେ କଳାର ମହଜୁଦ ଅଛି। ବହୁତ ଦିନ ଆଗରୁ ଏଇ ଗାଁରେ ଯେଉଁ ନାଟକ ପରିବେଷଣ କରୁଛନ୍ତି, ଏଇ ଗାଁକୁ ମୁଁ ତ ଧନ୍ୟବାଦ ଦେବି ଯେ ସାନ ଚଢ଼ିଆପଡ଼ା ବୋଲି ଯଦି କିଏ କହିଥିଲେ ଆମର ପୂର୍ବା ପୁରୁଷରୁ, ମୁଁ ଆଜି ଏଇ ଗାଁରେ ଏଇ କଳାକାର ଭାଇ ଯେଉଁମାନେ ଆଜି ନାଟକ ପରିବେଷଣ କରିବେ, ସର୍ବପ୍ରଥମେ ଏଇ ଗାଁର ଏଇ ମାଟିକୁ ମୁଁ କୋଟି କୋଟି ପ୍ରଣାମ ଜଣାଇ ଆଜି ଏଇ ଯେଉଁ ନାଟକ ପରିବେଷଣ ହେବ, ଭାଇମାନେ ସମସ୍ତଙ୍କର ତ ଭୁଲ ଥାଏ। ଯଦି କୌଣସି ମୋର କଳାକାର ଭାଇମାନଙ୍କର ଯଦି ତ୍ରୁଟି ରୁହେ ତାହେଲେ ନିଶ୍ଚିତ ଭାବେ ଆପଣମାନେ କ୍ଷମା କରିଦେବେ। ନାଟକର ଶିକ୍ଷକ ଗୋଟିଏ ଜିନିଷ ଆପଣମାନଙ୍କୁ କହିଲେ ଯେ ସବୁବେଳେ ସବୁଥିରେ ଭୁଲ ଆଉ ଠିକ ଏ ଦୁଇଟି ଜିନିଷ ଥାଏ। କେଉଁଟାକୁ ଆମେ ଗ୍ରହଣ କରିବା, କେଉଁଟାକୁ ଆମେ ପରିତ୍ୟାଗ କରିବା। ଭାଇମାନେ ସବୁବେଳେ ନାଟକରେ ତ ଦୁଇଟି ଜାଗା ଥାଏ, କିନ୍ତୁ ଯେଉଁଟା ଠିକ ଦୁନିଆକୁ ଆମେ
ଯେଉଁଟା ଦେଖାଇ ପାରିବା ନାଟକଠୁ କିଛି ଶିଖିବାର ମଧ୍ୟ ଆମ ପାଖରେ ଅଛି। ତେଣୁ ନାଟକର ଯେଉଁଟା ଭଲ ଗୁଣ ଆମେ ତାକୁ ଶିଖିବା, ଯେଉଁଟା ଖରାପ ଗୁଣ ଆମେ ତାକୁ ପରିତ୍ୟାଗ କରିବା। ଭାଇମାନେ, ସମୟ ଅତିବାହିତ ହେଲାଣି। ଆମେ ଏଠି ଭାଷଣ ମାରୁଛୁ, ଆପଣଙ୍କ ମନରେ ନିଶ୍ଚିତ ଭାବେ କିଛି ଉଠୁଥିବ କି କିଛି ଭାଇମାନେ ଗାଳି ବି ଦେଉଥିବେ। ମୁଁ ବେଶୀ ସମୟ ନେବିନି, କିନ୍ତୁ ଏ ଚଢ଼ିଆପଡ଼ା ଗ୍ରାମରେ ଯେଉଁ ବହୁତ ଦିନ ଧରି ଏ କାର୍ଯ୍ୟକ୍ରମକୁ ଜାରି ରଖିଛନ୍ତି, ପୁଣି ଥରେ ମୁଁ ଏ ଚଢ଼ିଆପଡ଼ା ଗାଁ ଏ ମାଟିକୁ ମୋ ତରଫରୁ ଏ ମଞ୍ଚରେ ବସିଥିବା ସମସ୍ତ ଅତିଥି ତରଫରୁ ଆପଣମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଭଗବାନ ମା ଠାକୁରାଣୀ ଆପଣମାନଙ୍କୁ ଏଇଭଳି ସଦ୍ବୁଦ୍ଧି ଦିଅନ୍ତୁ। ସବୁବେଳେ ଏଇଭଳି ଆପଣଙ୍କ ଗ୍ରାମରେ ଏଇଭଳି ପ୍ରୋଗ୍ରାମ ହଉ। ଏତିକି କହି ମୁଁ ମୋ ମନ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ, ବନ୍ଦେ ଉତ୍କଳ ଜନନୀ। ମଧ୍ୟ ମୁଁ ଗୋଟେ ଅନୁରୋଧ କରୁଛି, ଆମର ବ୍ଲକ ଚେୟାରମ୍ୟାନ୍ ବସିଛନ୍ତି, ସରକାରଙ୍କ ତରଫରୁ ଗ୍ରାମରେ ଗୋଟେ ଭାଗବତ ଟୁଙ୍ଗି ପାଇଁ ରହିଛି ସଂସ୍ଥା, ସରକାର ତରଫରୁ ଅନୁଦାନ ମଧ୍ୟ ମିଳୁଛି। ଏ ଗାଁରେ ଗୋଟେ ଯେଉଁ ଭାଗବତ ଆମର କୀର୍ତ୍ତନ ହେଉଛି, ଗୋଟେ ଭାଗବତ ଟୁଙ୍ଗି କଲେ ସମସ୍ତେ ଉପକୃତ ହୋଇପାରିବେ। ଧନ୍ୟବାଦ ଭାଇ। ଏଇଟା ତ ମୁଁ ଭାବୁଛି ମୋ ପାଇଁ ଖୁସିର କଥା। ମୁଁ ଆଜି କଥା ଦେଇ ଏଇଠି ଯାଉଛି, ଯଦି ଆପଣଙ୍କ ଗ୍ରାମରେ ଆସନ୍ତା ବର୍ଷ ଏଇଭଳି ମା ଠାକୁରାଣୀଙ୍କ କୃପାରୁ ଯଦି ନାଟକ ହୁଏ, ଯଦି ମୋତେ ଏଇଠିକି ଆସିବା ପାଇଁ କିଛି ସୁଯୋଗ ମିଳେ, ମୁଁ ଆଜି କଥା ଦେଇ ଯାଉଛି, ଯେଉଁଠି ବି ହଉ କି ଆମ ମାନ୍ୟବର ବିଧାୟକଙ୍କୁ ଅନୁରୋଧ କ୍ରମେ ହଉ, ଯେଉଁଠି ବି ଆଜି ମୁଁ ପ୍ରତିଶ୍ରୁତି ଦେଇ ଯାଉଛି, ନିଶ୍ଚିତ ଭାବେ ଆପଣଙ୍କ ଗ୍ରାମରେ ଭାଗବତ ଟୁଙ୍ଗି କରିବା ପାଇଁ ମୁଁ ଆଜି କଥା ଦେଇ ଯାଉଛି। ଧନ୍ୟବାଦ। ବର୍ତ୍ତମାନ ଆମର ଏହି ନାଟକର ସଭାପତି ରଞ୍ଜନ ଭାଇକୁ ଅନୁରୋଧ କରାଯାଉଛି, ସେ କିଛି ଉଦ୍ବୋଧନ ଦେବେ। ୱାର୍ଡ ମେମ୍ବର ଆମର କାଳିଆ ଜେନା କୁଆଡ଼େ ରହିଲେ, ଆସନ୍ତୁ, ତାଙ୍କୁ ସମ୍ବୋଧିତ କରନ୍ତୁ। ସଭା ସାଙ୍ଗେ ତମେ କରିଦିଅ, ସଭା କହିପାରିବେ। ସମୟ ବହୁତ ବିଳମ୍ବ ହେଲାଣି। ସମସ୍ତଙ୍କର ମଧ୍ୟ ଉତ୍କଣ୍ଠା ଆବେଗ ବଢ଼ି ଚାଲିଛି, ଆମେ କେତେବେଳେ ନାଟକ ଦେଖିବୁ। ତେଣୁକରି ମୁଁ ଏଇ ସାନ ଚଢ଼ିଆପଡ଼ା ଗ୍ରାମବାସୀ ତରଫରୁ ଯେଉଁ ଅତିଥିମାନେ, ଆମର ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଅଧ୍ୟକ୍ଷ ମହୋଦୟ, ତାଙ୍କର ଅମୂଲ୍ୟ ସମୟ ନଷ୍ଟ କରି ଏହି ନାଟକରେ ଉପସ୍ଥିତି ଆମକୁ ପ୍ରେରଣା ଦେବା ସଙ୍ଗେ ସଙ୍ଗେ ଆସନ୍ତା ବର୍ଷ କିପରି ନାମ ଘରଟେ ହେଇପାରିବ ସେଥିପାଇଁ ମୁଁ ଧନ୍ୟବାଦ ଅର୍ପଣ କରୁଛି। ତ ସଙ୍ଗେ ସଙ୍ଗେ ଆମର ମଞ୍ଚରେ ଉପବେଶନ କରିଥିବା ଏହି ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ମାନେ ତାଙ୍କର ମୂଲ୍ୟବାନ ସମୟକୁ ବ୍ୟୟ କରି ଏହି ନାଟକରେ ଉପସ୍ଥିତ ରହି ଆମମାନଙ୍କୁ ଆପ୍ୟାୟିତ କରିଥିବାରୁ ଏହି ଗ୍ରାମବାସୀ ତରଫରୁ ମୋ ତରଫରୁ ଅଶେଷ ଧନ୍ୟବାଦ ଅର୍ପଣ କରୁଛି। ତା ସଙ୍ଗେ ସଙ୍ଗେ ଉପସ୍ଥିତ ଥିବା ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ସମସ୍ତେ ଏହି ଆସନରେ ଉପସ୍ଥିତ ରହି ପ୍ରେରଣା ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ କରାଯାଉଛି। ସର୍ବୋପରି ଧନ୍ୟବାଦ ଦେବା ତ ପଛେ ଆମର ନାଟକର ନିର୍ଦ୍ଦେଶକ ମହାଦେବଙ୍କୁ ଏବେ ତଳୁ ଦେଲେ ହେବନି, ନାଟକ ସରିଲେ ଏକା ଦେବା। ତେଣୁକରି ବର୍ତ୍ତମାନ ସଭା ସାଙ୍ଗ କରାଗଲା।
हरि ओम देव शांति पृथ्वी शांति आप शांति वनस्पतय शांति औषधय शांति श्यामारेव शांति ओम मंगलं भगवान विष्णु मंगलं मधुसूदन मंगलं पुंडरीकाक्ष मंगलं गरुडाध्वज माधव माधव विष्णु माधव माधव हरि स्वरनिधान विद्यं सर्वकार्येषु माधव ओम शांति शांति शांति